ଅଜାମିଳ ପଣ୍ଡା ସମ୍ବାଦ। କଳିଯୁଗରେ ନାମ କୀର୍ତ୍ତନ ହିଁ ମୁକ୍ତିର ଏକମାତ୍ର ଉପାୟ। ଭଗବାନଙ୍କ ପରମ ପାବନ ନାମ ଥରେ ମାତ୍ର ଉଚ୍ଚାରଣ କଲେ ଜୀବର ଯୁଗ ଯୁଗର ପାପ କାହିଁ କେତେ ଦୂର ହଜିଯାଏ। ଏହାର ଏକ ଉଜ୍ଜଳ ଉଦାହରଣ ହେଉଛନ୍ତି ଅଜାମିଳ ପଣ୍ଡା। ଜାତିର ଅଜାମିଳ କୁଳୀନ ବ୍ରାହ୍ମଣ, ମାତ୍ର କର୍ମ ଅତ୍ୟନ୍ତ କୁତ୍ସିତ। ଜୀବ ହତ୍ୟା, ଲୁଣ୍ଠନ, ନାରୀ ନିର୍ଯାତନା ସମସ୍ତ କୁକର୍ମର ସେ କର୍ତ୍ତା। ଶବରୀ କନ୍ୟାକୁ ବିବାହ କରି ଅଧର୍ମ ଅନାଚାରରେ କାଳ କାଟୁଥାଏ ସେ। 5 ଗୋଟି ତାର ପୁଅ, ରାମ, ଗୋବିନ୍ଦ, ନାରାୟଣ, କୃଷ୍ଣ ଓ କେଶବ। କେବଳ ଏହି ଗୋଟିଏ ପୁଣ୍ୟକର୍ମ ବ୍ୟତୀତ ତାର ଜୀବନରେ ଆଉ କୌଣସି ପୁଣ୍ୟକର୍ମ ନାହିଁ। ଶେଷରେ ତାର ଅନ୍ତିମ ବେଳା ଆସିଲା। ଦୁର୍ଦାନ୍ତ ଯମଦୂତଙ୍କୁ ଦେଖି ଅଜାମିଳ ଜ୍ୟେଷ୍ଠପୁତ୍ର ନାରାୟଣ ନାମକୁ ବିକଳରେ ଉଚ୍ଚାରଣ କରନ୍ତେ ବିଷ୍ଣୁଦୂତମାନେ ପହଞ୍ଚି ଯାଇ ଯମଦୂତଙ୍କୁ ନାନା ପରାଭବ ଦେଇ ବିଦା କରିଦେଇଛନ୍ତି ଏବଂ ଅଜାମିଳକୁ ବିଷ୍ଣୁ ଲୋକକୁ ନେଇଯାଇଛନ୍ତି। ନାମ କୀର୍ତ୍ତନର ମାହାତ୍ମ୍ୟ ବର୍ଣ୍ଣନା ଦାଢ୍ୟତା ଭକ୍ତିର ଏହି ଅଧ୍ୟାୟର ମୁଖ୍ୟ ବକ୍ତବ୍ୟ। ବଂଶର ନରେନ୍ଦ୍ର, ରଘୁବଂଶର ଚୂଡ଼ାମଣି, ଧରଣୀ ସୁତା ପ୍ରାଣମଣି, ଏଣୁ ଶରଣ ରାମ ଦାସ, ତୋର ମହିମା ତୁ ପ୍ରକାଶ, ଏଥି ଉତ୍ତାରେ ମନ ରାଜା, ଚୈତନ୍ୟ ପାଦେ କରି ପୂଜା, ବୋଇଲା ଶୁଣ ଶୁଦ୍ଧ ଚେତା, କହିଲ ଭକ୍ତ ବୃନ୍ଦ କଥା, ଇମନ୍ତ ଦୃଢ଼ ଭକ୍ତି କରି, ଭକତ ବୃନ୍ଦ ଗଲେ ତରି, ଯେ ଦୃଢ଼ ନ କରି ପାରିବ, କହ ସେ କି ରୂପେ ତରିବ, କେମନ୍ତି ଭବ ହବ ପାର, ନ ଜୀବ ଜନନୀ ଜଠର, ହିମନ୍ତ ଶୁଣି ଚୈତନ, କହଇ ମଧୁର ବଚନ, ଶୁଣ ସୁମନ ତତ୍ତ୍ୱ ଗାଥା, ତୁ ଯେ ପୁଛିଲୁ ଯେଉଁ କଥା, ଏ ବିଷ୍ଣୁ ମାୟାରେ ଜଗତେ, ପ୍ରାଣୀ ଅଛନ୍ତି ତହିଁ ଯେତେ, ବିଷୟାର୍ଥେ ଚିତ୍ତ ଜଡ଼େ, ଲଗାଇ କଳ୍ପନା ଦୌଡ଼ି, ନିଜ ବିସ୍ତାର ପଥ ହୁଡ଼ି, ମରନ୍ତି ଭବ ଜଳେ ବୁଡ଼ି, କେମନ୍ତି ହେବ ପରିତ୍ରାଣ, ନାହିଁ ଜୀବନ କାରଣ, କେବଳ କଥା ଏକ ଅଛି, ଯେ ସାଧୁ ସଙ୍ଗେ ଦିନ ବଞ୍ଚି, ତାହାଙ୍କ ମୁଖ ଶୁଣି ଜ୍ଞାନ, ଯେ ନାମ କରିବ ଭଜନ, ଛାଡ଼ିବ ଭବ ବନ୍ଧ ତାର, ନ ଦେଖି ଜନନୀ ଜଠର, ଏ ଜୀବ ହେବାକୁ ଉଦ୍ଧାର, କେବଳ ନାମ ମାତ୍ର ସାର, ନାମର ମହିମା ଅପାର, ନାମଟି ସଂସାରରେ ସାର, ଅସ୍କନ୍ଧ ପୁରାଣ ମଧ୍ୟରେ, ଯାହା
हे मन हेतु करी बुझ नामता अजा मिल दुज जहु होइला जुबा काल छाड़िला गृह संग मेल ब्राह्मण कर्म धर्म छाड़ी अधर्म मार्गे जाई पड़ी सबरी नारी गोटी धरी बने रहिला गृह करी अति आनंद होई चिते रहिला से नारी संगते जहा बोलई से ही नारी से आज्ञा शिरोगत करी से जहा मागे जेते बेले आनी खटाए पाद तले गोमांस कुकुट घुसुरी अक्षय सुरा संगे भरी बाट जगिण खंट पिटी आणई पर धन लुटी जोगी जंगम ब्रह्मचारी एहांकु देखिले संघारी रात्रे पसई पर घरे चोरी करई निरंतरे पथे पकाए वृक्ष काटी उप देखिले भरे माटी देखिले धर्मशाला मान अनले करई दहन शिवलिंग को दिए भांगी विष्णु प्रतिमा देखी गंजी न जाने जाति से जाति पातक बोली नाही भीति इत्यादि आउ पाप जेते किंपा डरिब ताकू चिते केमंते से ब्रह्म चंडाल पाप आचारे गला काल जानई एका पर नाश साधुंक गोष्ठी ताकू विष चंडाली संगे हुई रता तागर भू पांच पुत्र जाता ताहंक नाम देला सुना राम गोविंद नारायण कृष्ण के सब पांच भाई बोली से नाम पंचई राजनिवास हेमंते केते दिन गला आसिल मृत्यु काल हेला ता मृत्यु देखी न साक्षाते आसी भेटिला जमदूते समस्ते शस्त्र छन्ति धरी जे काल फास आदि करी बेढिन करन्ति गर्जन देखाई महाभय मान फास लगान्ति तार गले डाकिला प्राण रवि ज्येष्ठ पुत्र नारायण बेगे तु आसरी धाइन ए दुष्ट माने काहु आसी मोगोले लगाइन फासी बांधिन नेउछन्ति धरी बेगे आसरी सुनी जमदूते त्रासी मिलिले विष्णुदूते आसी संगते देवरथ घेनी बजाई जय शंख ध्वनि जय शबद तुंडे जमदूतंको विष्णुदूते भर्त्सना कले नाना मते
তলে ভাই